নীলাম হেলা কিয়ে নিয় নেলা বালা রাধা পাউনি নীলাম হেলা কিয়ে নিয় নেলা বালা কৃষ্ণ বংশী নীলাম হেলা কিয়ে নিয় নেলা বালা রাধা পাউনি নীলাম হেলা কিয়ে নিয় নেলা বালা কৃষ্ণ বংশী নীলাম হেলা কিয়ে নিয় নেলা বালা ଆଉ ଏ ଧନ ସମ୍ପତ୍ତିରେ ସେ ତ ହୁଏ ନା ମୂଲ୍ୟ 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 ଭାବ ପିରତିରେ ସେ ତ ହୁଏ ତଉଲ ଭାବ ବିରତିରେ ସେ ତ ହୁଏ ଦୌଲ ଧନ ସମ୍ପତ୍ତିରେ ସେ ତ ହୁଏ ନା ମୂଲ୍ୟ ଭାବ ବିରତିରେ ସେ ତ ହୁଏ ଦୌଲ ଧନ ସମ୍ପତ୍ତିରେ ସେ ତ ହୁଏ ନା ମୂଲ୍ୟ ଭାବ ବିରତିରେ ସେ ତ ହୁଏ ଦୌଲ ଆରେ ଭାବ ଥିଲେ ଲାଗିଏ ନିଅ ଇଏ ନିଅ ନେଲା ବାଲା ଆରେ ରାଧା ପାଉନି নীলাম ଗୁଣ ବିଶାରଦ ବିବୁଧ ମଣ୍ଡଳୀ ଡେରି ଥିବେ ଶ୍ରବଣ ଯେଉଁପରି କୃଷ୍ଣ ନାରାୟଣଙ୍କର ଖ୍ୟାତି ସମ୍ପନ୍ନ ଆଉ ଗୋଟିଏ ଶ୍ଳୋକ ବୋଲି ଆଗକୁ ଯିବା ଯେଉଁପରି ପ୍ରଭୁଙ୍କର କ୍ଷିତି ଦ୍ୱିତୀୟ ଭଗବାନ କୃଷ୍ଣ ନାରାୟଣଙ୍କର ଦାନର ଉତ୍କର୍ଷତାକୁ ପ୍ରତିପାଦନ କଲା ବେଳେ ଶ୍ରୀହର୍ଷ କୃଷ୍ଣଙ୍କ ପାଖରେ ସୂର୍ଯ୍ୟ ଚନ୍ଦ୍ର ହାର ମାନିଛନ୍ତି ସୂର୍ଯ୍ୟ ଚନ୍ଦ୍ର କୃଷ୍ଣ ନାରାୟଣଙ୍କ ପାଖରେ ହାର ମାନିଛନ୍ତି ମାନେ ରାଜା ହିସାବରେ ଭଗବାନ ହିସାବରେ କହୁନି କେମିତି ଆଉ ଗୋଟେ ଶ୍ଳୋକ ଲେଖିଲେ ଶ୍ରୀହର୍ଷ କହିଲେ ତଦ୍ୱତ ଶସ୍ତ ଦଶସ୍ତ ସ୍ଥିତା ବିମଉ ସଦା କୁରୁତେ ଯଦା ଯଦା ଭାନୁ ପରିବେଶ କୈତବା ବିଦ୍ଧେ କୁଣ୍ଡଳ ନାଙ୍ଗ ବିଦ୍ଧରପି ସୂର୍ଯ୍ୟ ଦେଖିବା ପାଇଁ ଗୋଲ ପୂର୍ଣ୍ଣିମା ଚନ୍ଦ୍ର ଦେଖିବା ପାଇଁ ଗୋଲ ଏଠି ତ ଜଣେ କୁଳପତି ବସିଛନ୍ତି ପ୍ରିନ୍ସିପାଲ ମହୋଦୟ ସାର୍ ବସିଛନ୍ତି କି କେତେ ଶିକ୍ଷକ ଆପଣ ମାନେ ବସିଥିବେ ଆପଣ ଯେତେବେଳେ ପରୀକ୍ଷା ଦେଇ ସାରିବା ପରେ ପିଲାମାନେ ତାଙ୍କ ଖାତା ଦେଖନ୍ତି ଯୋଉଟା ଠିକ ଉତ୍ତର ଆପଣ ଡାହାଣ ପଟେ ଠିକ ଚିହ୍ନ ଦେଇ ବାଁ ପଟେ ଦିଅନ୍ତି ମାର୍କ ନମ୍ବର ଯୋଉଟା ଭୁଲ ଆନ୍ସର ଭୁଲ ଚିହ୍ନ ଦେଇ ବାଁ ପଟେ କଣ ଦିଅନ୍ତି ଆଳୁ ତା କଣ କୁହାଯାଏ ଶୁଣ ଜିରୋ କେମିତି କୁହାଯିବ କଣ ହବ ସାର୍ କହିଲା ତସ୍ୟ ନିରର୍ଥକ ଚିହ୍ନ ତାକୁ କୁହାଯାଏ ନିରର୍ଥକ ଚିହ୍ନ ଶୂନ ବାଁ ପଟେ ଯଦି ସଂଖ୍ୟା ନ ରହିଲା ତସ୍ୟ ନିରର୍ଥକ ତେଣୁ ସୂର୍ଯ୍ୟ ଗୋଲ ଚନ୍ଦ୍ର ଗୋଲ କୃଷ୍ଣଙ୍କର ଯଶ ଆଉ କୀର୍ତ୍ତି ପାଖରେ ଜ୍ୟୋତି ପାଖରେ ସୂର୍ଯ୍ୟ ଚନ୍ଦ୍ର ଦି ଜଣ ଗୋଲ ଆଉ ସାଡ଼କୁ ଯିବି ନାହିଁ ଗୋଟେ ଓଡ଼ିଆ ପଦ ଗାଇକି ଆଗେଇ ଯିବା କୃଷ୍ଣଙ୍କର କେତେ ବୀରତ୍ୱ ଥିଲା ସେ ସ୍ୱର୍ଗପୁରରେ ବି ଦେବତା ମାନଙ୍କ ସହିତ ଯୁଦ୍ଧ କରିବାର ସାମର୍ଥ୍ୟ ଥିଲା ଲେଖିଲେ ଚନ୍ଦ୍ରକଳା କାବ୍ୟରେ କବି ସୂର୍ଯ୍ୟ ବଳଦେବର ସୂର୍ଯ୍ୟ ଚନ୍ଦ୍ରଙ୍କ ଠାରୁ ଯେ ଜ୍ୟୋତିମୟ ଚନ୍ଦ୍ରକଳା କାବ୍ୟରେ ଲେଖିଲେ କଣ କହିଲେ କହିଲା ଇଏ ଅମରଙ୍କ ତୁଲେ
କହିଲେ କେହି ଜଣେ ଚେୟାର ପକେଇକି ସ୍ୱର୍ଗପୁରରେ ବସି ନେଇ ମଣିଷର ଯାତନା ହଉଛି ଯମ। ଯୋଗୀ ଭର୍ତ୍ତୃହରି କହିଲେ କ୍ରୋଧ ବୈବସ୍ୱତ ରାଜା ତୃଷ୍ଣା ବୈତରଣୀ ନଦୀ ବିଦ୍ୟା କାମଧେନୁ ଗାଭୀ ସନ୍ତୋଷ ନନ୍ଦନ ବନ। ଆପଣଙ୍କ ମନ ଠିକ ନଥିବ ଆପଣ ସ୍ୱର୍ଗର ନନ୍ଦନ କାନନରେ ରହିଲେ ବି ସେ ନନ୍ଦନ କାନନ ଆପଣଙ୍କୁ ସୁଖ ଦବନି। ଏ ପିଲେ ମନ ଭଲ ଥିବ ଶ୍ମଶାନରେ ରହିଲେ ବି ସେ ଆପଣଙ୍କୁ ନନ୍ଦନ କାନନର ସୁଖ ଦବ। କଣ ପୁଅ ବୁଝୁଛୁ? ସ୍ୱର୍ଗପୁରରେ ଦେବତା ମାନଙ୍କ ସହିତ ଯୁଦ୍ଧ କରିବାର ସାମର୍ଥ୍ୟ ଥିଲା କୃଷ୍ଣଙ୍କର। ଅପରିମିତ ବଳ ଥିଲା ତାଙ୍କ ବାହୁରେ। ଏବଂ ଯୋଉ କୃଷ୍ଣ ନାରାୟଣ ସେ ଦ୍ୱାରକାପୁରରେ ସୁଚାରୁ ରୂପରେ ପ୍ରଜା ମାନଙ୍କୁ ପାଳନ କରୁଥିଲେ। ତଥାପି ମୁଁ ସୀମିତ ରାଜ୍ୟ ବର୍ଣ୍ଣନା ଆପଣଙ୍କ ପାଖରେ ଦେଲି, ସୀମିତ କୀର୍ତ୍ତି ବର୍ଣ୍ଣନା ଦେଲି। କୃଷ୍ଣଙ୍କର କୀର୍ତ୍ତି କି ବର୍ଣ୍ଣନା କରିବା ଏତେ ସହଜ ନୁହଁ। ପୁଅ ସେ କୃଷ୍ଣ ନାରାୟଣଙ୍କର ଦ୍ୱାରବତୀ କଟକରେ ସବୁ ପ୍ରଜା ମାନେ ଆନନ୍ଦରେ ଥିଲା ବେଳେ ଇଏ ଦି ଜଣ ଆଖିରେ ଲୁହ ଧରୁଛି। ଏ ପୁଅର ଦି ଜଣ କାହିଁକି କାନ୍ଦୁଛନ୍ତି? ଯୋଉଠି କୃଷ୍ଣ ରାଜା ପ୍ରଜା ସୁଖରେ ଅଛନ୍ତି, ପ୍ରଜା ଦି ଜଣ କାନ୍ଦିଲେ କାହିଁକି? ଆରେ ଧନର ଅଭାବ ହେତୁ କାନ୍ଦୁନାହାନ୍ତି ଆଜ୍ଞା। ଆଉ ମା କୋଟିପତି ସେ ଧନର ପ୍ରାଚୁର୍ଯ୍ୟ ଉପରେ ଦଣ୍ଡାୟମାନ କାନ୍ଦୁଛନ୍ତି କାହିଁକି? ହେ ବାବୁ ହେ କୋଟିପତି ଘରର ବୋହୂ ହେଇଥିବ, ସ୍ୱାମୀ କୋଟି କୋଟି ଟଙ୍କା ରୋଜଗାର କରୁଥିବ, ସାରା ଶରୀରକୁ ଅଳଙ୍କାରରେ ଭୂଷିତା କରିଥିବ। ଗୋଟିଏ କଥା ଅଭାବ ଥିଲେ ଆଖିର ଲୁହ ଶୁଖିବନି ଆଜ୍ଞା। ମୁଁ ଜାଣିଛି ଆଜ୍ଞା। କୋଉ କଥା? ସାରେ ଲାଟ୍ରିନ୍ ନଥିଲେ କୋଟିପତି ଘର ଲାଟ୍ରିନ୍ ନାହିଁ। କୋଉ କଥା ଅଭାବ ହେଲେ ଗୋଟେ ନାରୀ ଆଖିରୁ ଲୁହ ଧରିବ, ଗୋଟେ ବୋହୂ ଆଖିରୁ ଲୁହ ଧରିବ। ଏଇ ଚିଲିକା କୁଳିଆ କବି ଡକ୍ଟର ମାଧରମାନ ସିଂ ପାରିକୁଦଗଡ଼ର କବି ଗୋଟିଏ ପଦ ଲେଖା। କଣ କହିଲେ? କହିଲେ ଏ ଅଷ୍ଟ ଅଳଙ୍କାର ସେ ପୁଣି ସମାଲୋଚନା କରୁଛି। ମୁଁ କୁଆଡେ ଇଏ ଇଏ ହଉଛି, ଇଏ କୁଆଡେ ଇଏ 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 ପିନ୍ଧିଥିବ କାନରେ ହାତ ଦେଇ ଦଉଛି। ବାପା ଆଗରେ ବସିଲେ ଶ୍ରବଣ ଶକ୍ତି କମିଯିବ ଇଏ ପାଲାରେ। ଧୀରେ ଧୀରେ ଆଜ୍ଞା। କଣ ବାପା ନାଇଁ ଆମକୁ ଭଲ ଲାଗୁଛି। ସମସ୍ତେ ପଦେ ପଦେ ନ କହିଲେ କେମିତି ହବ? ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ, ତଥାପି ମୁଁ ପ୍ରଶଂସା କରୁଛି ପୁଅ ତୋର ଭଲ ମାଇକି। ତାଙ୍କ ବେଳକୁ ଏମିତି କରିଦେବୁ ଯେମିତି ଶୁଖିବନି। ଆଇଛି ଯିବ ଏଠି ଦି ଜଣକୁ ଆଣି କାହିଁ ଜଣକୁ ଆଣି ଆସୁନ। ଏଇ ପୁଅ ତାକୁ କହିଲେ ମତେ ଭଲ ଲାଗୁଛି ଆଜ୍ଞା। ଅଷ୍ଟ ଅଳଙ୍କାର ପିନ୍ଧିଥବ, ସୁନ୍ଦରିଆ ସ୍ୱାମୀ ପାଇଥବ। ଦୀର୍ଘ 12-13 ବର୍ଷ ବିତିଯିବ, ପୁଅ ଝିଅ ନଥିଲେ ସେଇ ଶାଶୁ ବୁଢୀ କହିବ
कहब अलक्षणी मो वंश बुड़े देली बढ़े देला लो मु एठी गोटे कथा कहूँ धीरे धीरे बापा कोलाहल करना कोलाहल कले कौन पाला गाय भल लगे जो मार पुओ झील न 30 वर्ष तल कथा मन पका सार मान आपण मैंने शिक्षित ज्ञानी पंडित आया से नारी की 30 वर्ष तले गाँव में बाट चल चले देबेनी ब्रा ए पुओ हां खड़ खड़ कर बाट चल दौले नाही बंधिया कहीकि घृणा करुले आया आपण माने कहतु ये साहित्य भी लिखी अपुत्रिक नारी देउल को गले देउल दिए लुचई चोइया ये बे कौ मार पुओ झील नथब ताको आनलो केमती देउल दिए लुचि पळैबो अंधविश्वास है हां ठीक जो नारी रो पुओ झील नाही हां ताकू निया पानी अटक करथलो हां लक्ष्मी कर पुओ अछि नाही पार्वती पुओ अछि दीटा पो से दीटा जाक पुओ पार्वती गर्भरु जन्म नुह आउ शिव औरस को पार्वती गर्भर धारण कर जन्म दे ना लक्ष्मी कर पुओ झील नाही ना पार्वती पुओ झील नाही हाँ। ओ से नारायण स्त्री बोली शिव स्त्री बोली से पूजा पाइबे मो स्त्री पुओ झील नाही गाँ लोक कह घृणा कर लक्ष्मी पूजा नाई माँ ए जो मार पुओ झील नाही हां से गाँ गोटाक जाक लोक ताकू माँ डाकी अच्छा ता स्वामी मा डाकिबो जेमती लक्ष्मी कर पुओ झील नाही हां लक्ष्मी की तू डाकिलु बापा तो बापा डाकी तू डाकिलु माँ तो बापा डाकी माँ तो पितृ पितामह प्रपितामह समस्ते माँ डाकी मां जहर पोधे न मा डाकिबो किंतु ये जो ब्राह्मणी हाँ। ये जो दी जन कांदुचंती ये ब्राह्मण आ जने ब्राह्मणी अच्छा ताकर कोन पिला नाती ये भागवतरु हां द्वारका लीलारु गोटे पंक्ति की नहीं कि मु आपण मानक निकट रे विषय वस्तु को थोई आया आया भगवान कृष्ण राज्य जने ब्राह्मण ब्राह्मणी कांदुचंदी ये ब्राह्मणी काहे की कांदुची बंध्या हे जाइथला भलो ही तांता तारे कोन हलो सारे 8टा पुओ जन्म देइची प्रसव जंत्रणा सही आया किंतु गोटिए कहीं पुओ बंची नहीं माँ डाक डाकिबा पई केते कष्ट करी माँ संतान प्रसव करे हां बापा बपन करदेला ब्रह्म बिंदु माँ गर्भर रहिला आया ताकू गर्भर धारण कला माँ आपण जानती आमे जतबेले मातृगर्भरे थिले कुर्मी कीट आमको कामुड़ती सेतबेले आमे छटपट हुए पुरुणा कालिया बुढ़ी कहब पिला बुलुची बुलू नहीं ता जीवन ऊपर पड़छि वाह से भगवान को डाकुची जे मते दुनिया दृश्य देखाई तेणु मो कहबार तात्पर्य से अंधकार पुतिगंधमय ए गर्भ भितर आमे थाई कि जन्म नेलु माँ प्रसव जंत्रणा सही जन्म देला हेले 8टा पिला माँ प्रसव जंत्रणा भूली जाए जिते कुनी कुनी दरुटी पाटी रे पुओ माँ को माँ बोली डाकी कौन पुओ बुझुचु ये 8टा पुओ प्रसव जंत्रणा सही जन्म देइछि ब्राह्मणी गोटिए हेले पुओ बंची नहीं माँ डाक डाकिबाकू तृष्णा भाव आसी जाइए संसार प्रति ब्राह्मणी ब्राह्मणी विचार करुची मु बरऊ एमती वृद्धा है कि मरीबी मोर आ संसार करने आवश्यकता ना कौ जन्म कि पाप करी के जानी 8टा पिला जन्म देली हेले माटा को सुनि पाइ गोटे पिला कहीं बंचिलेनी कि मते माँ डाक डाकिलेनी आज्ञा सार माने दिन पर दिन गड़ी 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 चली एमती दुखरे ब्राह्मण ब्राह्मणी परिवार अछंती आया किछि दिन अतिबाहित होला परे ब्राह्मण चिंता कले सारे को कथा कहले एठू कौन मोर वंश बुढ़ी जीव वाह अनेक दिन बीती गलानी आहा आज जाऊँगी ब्राह्मणी पाखे आपत्ति करी वाह से स्त्री मु स्वामी हेले तथापि जेहेतु से नारायणी हां मु आपत्ति करी ए पुनर्बार आम संसार बंधन रे बांधी हबा हां भगवान कौन एड़े निष्ठुर हे जिवे ये नवम गर्भजात संतान को नहीं जिवे ना यही कथा विचार करी से दिन पथित दशा ब्राह्मण दुखिनी ब्राह्मणी पाखे पहुँचले ब्राह्मण नाम सुधाकर ब्राह्मणी का नाम सुधासिनी ब्राह्मण डाकिले कहले सुधा ए सुधा स्वामी अरे तुम्हें कौन एबे भी कांदुच हाँ स्वामी पिला माने मरी गला परे मु निजो कांधरे मोसाणी हुई के नहीं जाइछि मु कौन बापा ए मोर हृदय वेदना को मु छापी रखी कांदिले कौन हम मो मन कहूची
ନବମ ଗର୍ଭଜାତ ସନ୍ତାନକୁ ତୁମ କୋଳରୁ କେହି ଛଡ଼େଇ ନେବେନି। ଆସ, ଆମେ ଦୁଇ ଜଣ ସଂସାର ବନ୍ଧନରେ ବାନ୍ଧି ହେଇଯିବା। ତୁମେ କଣ କହୁଛ ସ୍ୱାମୀ? ହଁ, ମୁଁ ତା ଜାଣିପାରୁନି ସ୍ୱାମୀ। ଆସ। ନା, ମତେ ଆଉ ସେ ପାପ ପଙ୍ଗଳକୁ ଯିବା ପାଇଁ ବାଧ୍ୟ କର ନା। ହେ ବ୍ରାହ୍ମଣ ଗୋସେଇ, ତୁମେ ଏଡେ ବୋକା। ମାନେ ପିଲା ତ ମରିଗଲେ, ହଁ ଇଏ ନବମ ଗର୍ଭଜାତ ସନ୍ତାନ ବଞ୍ଚିବ ବୋଲି କିଛି ଗ୍ୟାରେଣ୍ଟି ଅଛି? କାହିଁକି ତୁମେ ବ୍ୟସ୍ତ ହଉଛ ପୁଅ ପାଇଁ? କହିଲ ନା ପୁତୁ ନାମକ ନର୍କରୁ ପୁଅ କୁଆଡେ ବାପାକୁ ଉଦ୍ଧାର କରେ। ତେଣୁ ପୁଅ ଦରକାର। ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା ପୁତ୍ର ପିଣ୍ଡ ପ୍ରୟୋଜ। ବାଃ, ଯଦି ଗୋଟିଏ ନର୍କରୁ ପୁଅ ବାପା ମାଙ୍କୁ ଉଦ୍ଧାର କଲା, ଆଉ 83 ଆଉ 83 ନର୍କରୁ ଉଦ୍ଧାର କରିବ କିଏ? ସାର୍ କିଏ ଉଦ୍ଧାର କରିବ? ଚୈତନ୍ୟ କହିଛନ୍ତି ହଁ 19 ନର୍କରୁ ଉଦ୍ଧାର କରେ ଝିଅ। ଝିଅ ମୁଁ ଚୈତନ୍ୟଙ୍କ କଥା କାଟି ଦଉନି, ନା କିନ୍ତୁ ଝିଅର ପୁଅ ନା। ନାତି ପିଣ୍ଡ ପାଣି ଦବ। ଝିଅଟିଏ ବାହା ହେଇ ସାରିବା ପରେ ମାଣ ଭୋଗ ବି ଖାଇବନି। ନା ଆପଣଙ୍କ ଘରୁ ଝିଅଟି ପରଗତିରେ ହେଇଗଲା, ଆଜ୍ଞା ଆପଣ ତାକୁ ମାଣ ଭୋଗ ଦେଇପାରିବେ? ପିଣ୍ଡ ପାଇଁ ଚାଉଳ ପାଇବ? ସେ ଝିଅର ପୁଅ ନାତି ବରଂ ଜେଜେ ବାପାର ପିଣ୍ଡ ପାଣି ଦବ। ବାଃ, ବାବୁ, ସାର୍ ଗୋଟିଏ ନର୍କରୁ ଉଦ୍ଧାର କରେ ପୁଅ। ପୁଅ ବ୍ରାହ୍ମଣୀ ସ୍ୱାମୀ 83 ନର୍କରୁ ଉଦ୍ଧାର କରେ କିଏ? ସେ ନା ବୋହୂ। ପୁଅଟିଏ ବଞ୍ଚିଲେ ତ ବୋହୂ ଆସିବ। ବାସ୍ ଯେଉଁ ବୋହୂକୁ ଆପଣ ହୀନ ଦୃଷ୍ଟିରେ ଦେଖୁଛନ୍ତି, ଆଜ୍ଞା ଯୋଉ ବୋହୂକୁ ପରିବାରରେ କଷ୍ଟ ଦିଆଯାଉଛି, ସେ ବୋହୂ ଯେତେବେଳେ ଶାଶୁ ଘରକୁ ଆସେ ହଁ। ତାକୁ ପୂଜା କରି ଶାଶୁ ଘର ଲୋକ ନିଅନ୍ତି। ଦୁବ ଚାଉଳ ପକେଇବେ, ଶଙ୍ଖ ବଜେଇବେ, ହୁଳହୁଳି ପକେଇବେ। ବୋହୂକୁ ଗୃହଲକ୍ଷ୍ମୀ ରୂପରେ ଶ୍ୱଶୁର ଆଳରେ ପୂଜା ଅର୍ଚ୍ଚନା କରି ବନ୍ଦନା କରି ନିଆଯାଏ। ସାର୍ ମୋର ଡିଜେ ବାଇ ଥିଲା। ଚୁପ୍ ହେଇବ। ତୋ ବୋହୂକୁ ତୁମେ ତୋ ବାପ ପୁଅ ଦି ଜଣ ଯାକ ବାଡେଇକି ବାହାର କରିଦେଇଛ। ଆଉ ରଖିଥାନ୍ତୁ କାହିଁକି ବାହାର କରିଦେଇଛୁ? ନା ବାପା ପାଇଁ ଟଙ୍କା ବାକି ରଖିଛି। ସତେ ରେ ଆଜ୍ଞା। ମୁର୍ମୁଷୁ ଅବସ୍ଥା ହେଇଥିବ, ହଁ ସଜିଆ ସାଇ ହେଇଥିବୁ, ହଁ ଚାରି ପାଖରେ ଜ୍ଞାତି ବନ୍ଧୁ କୁଟୁମ୍ବ ବେଢିଥିବେ, ଏଠି ଥିବେ ତୋ ପାଟିରେ ପାଣି ଟୋପେ ଟୋପେ ଦଉଥିବେ। ଆଜ୍ଞା ଏ ପୁଅ, ଏ ପାଟିରେ ପାଣି ଟୋପେ ଟୋପେ ଦଉଥିବେ। ବେଶ ପ୍ରତ୍ୟେକ ମଣିଷର ଦିନେ ଶେଷ ସମୟ ଆସିବ। ଆଜ୍ଞା କେହି କହିନି ମୁଁ ଚିରଞ୍ଜୀବୀ ବୋଲି। ନା ସେ ଯେଡେ ଜ୍ଞାନୀ ବିବେକୀ ପଣ୍ଡିତ ନ୍ୟାୟବନ୍ତ ହଉ, ଆଜ୍ଞା କୃଷ୍ଣଙ୍କ ପରି ଭଗବାନ ବି ବିଦାୟ ନେଇଛନ୍ତି, ଲେଲେ ରାମଙ୍କ ପରି ଦିବ୍ୟ ପୁରୁଷ ବିଦାୟ ନେଇଛନ୍ତି। ଲେଲେ ମୋ କହିବାର ତାତ୍ପର୍ଯ୍ୟ, ସମସ୍ତେ ପାଣି ଦଉଥିବେ, ହଁ ସେତିକି ବେଳେ ଝରକ ବାଟି ଫାଙ୍କେରେ ଜଣେ ଡାକିବ, କଣ କହିବ? କହିବେ ଏ ଗେରୁଆ, ଆଜ୍ଞା ତୋ ଜୀବନ କାଳ ଭିତରେ ବହୁତ ପାଲା ଗାଇଛୁ, ବେଶ କେତେ କାହାକୁ କଣ ଦେଇଛୁ, ମୋ ପାଉଣାଟା ପୂରଣ କରିଦେ, ତାପରେ ଯିବୁ। ଆଚ୍ଛା ମୁଁ ତ ପଢିଥିବି, ମୁଁ ଦେବି କଣ ଆଉ ମାଗିବ କଣ ସେ? ମୁର୍ମୁଷୁ ଅବସ୍ଥାରେ ମୃତ୍ୟୁ ସହିତ ସଂଘର୍ଷ କରୁଥିଲା ବେଳେ ଶଯ୍ୟା ସାଇ ବ୍ୟକ୍ତି ତୁଳିତଳ୍ପ ଶଯ୍ୟାରେ ଶୋଇଛି ଆଜି। ଆଜ୍ଞା ସେତିକି ବେଳେ ସମସ୍ତେ ପାଣି ଦଉଛନ୍ତି, ଜଣେ ଡାକୁଛି ମୋ ପାଉଣାଟା ଦେ। ସାର୍ ଡାକୁଛି କିଏ ସେ? ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର। କଣ କହିଲେ ଟାଇଗର? ଟାଇଗର ନୁହଁ, ବଧିରେ ପାଟି କନା, ଟାଇଗର ନୁହଁ କି ଠାକୁର ନୁହଁ, ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଗୋଟେ ପଦ ଲେଖିଲେ, ଲେଖନ୍ତୁ ବଙ୍ଗଳା ସାହିତ୍ୟ। ଆଣ କହିଲା ଏ ମରଣ যেদিন আসিবে আমার দুয়ারে, এ কি দেই তসিবে তাকে উয়ারে, আমার পরাণ খানি তসিবে তাকে দিবে, আমার পরাণ খানি, আমার পরাণ খানি, তসিবে তাকে দিবে, ভরা আমার বড় খালি তসিবে তাকে দিবে। শূন্য বিদায় করিবা নাই গো আমি ধরিবাকে, শূন্য বিদায় করিবা নাই গো আমি ধরিবাকে। মরণ যেদিন আমার দুয়ার ছিকে আসছিলেন, আমি তাকে কিছু দেইতে হবে, কিছু নেইতে হবে। বুড়া বোধে কলিকতার থেলা। আଜ୍ଞା ପାନ ଦୋକାନ ଦେଇଥିଲା। চুপ, কোন মরণ নব କଣ ହବ? না ভরা আমার পরাণ খানি তোষিবে তাকে দিবে আনি। মরণ ডাকুচি তো পরাণ মতে দেই দেই যা। ଓହୋ ପ୍ରାଣ ଭିକ୍ଷା ମାଗୁଛି। বাবা পণ্ডিতে সেই সময়ের সমস্তে বুড়া পাটিরে পানি দেবে, ଆଜ୍ଞା ঝিও দব, জই দব, ভাই দব, ଭାଇ ବୋହୁ ଦବ। চুপ, সমস্তে দেলা বেড়ে ହଁ জনিয়ে পানি দেলে বুড়া মুক্তি পাইব। ଜାଣିଛି ଆଜ୍ଞା, এই চিলিকা কুড়িয়া কবি ମୁଁ ଜାଣିଛି। কে? ଶାଢୀ হে ভগবান, শালি কুয়াড়ে দব পানি? ତତେ ଦବ ବଳି ପକେଇ। কইলা কুল বধু যেবে মুখে দি এ জল জলনু হইছে চতুর্বার গফা, এ জলনু হইছে জলনু হইছে চতুর্বার। কোনটি গানা? কুল বহু
ପାଣି ମୁଦିଏ ଦେଲେ ଚତୁର୍ବର୍ଗ ଫଳ ପାଇବ। ତେଣୁ ଆଉ ବୋହୂକୁ କଣ ବାଡେଇକିରି ବାହାର କରିବ? ଶ୍ୱଶୁର ମରିଯିବ ଗୋବର ପାଣି ପକେଇବ କିଏ? ବୋହୁ ନା ଆଉ ମୁଁ ପୁଅ ହେଇଛି ମୋ ବାପାର, ମୋ ବାପା ମରିଗଲା, ମୁଁ ବାହା ହେଇନି, ପିଣ୍ଡ ପାଣି ଦେଇପାରିବି? ତମେ ଦେବା ଆଉ କିଏ ଦେବ? କାହିଁ ଦେଇପାରିବିନି? ନା ସହଧର୍ମିଣୀ ନ ଆଇଲେ ପିଣ୍ଡ ପାଣି ହେଇପାରିବ। କୋଟିପତି ଘରର ବାପା କୋଟି କୋଟି ଟଙ୍କାର ଜିନିଷ ଦଉଛି ଯୌତୁକ। ଆଜିକାଲି ତ ଉଠିଗଲାଣି ଡିମାଣ୍ଡ। ହଁ ସାର୍ ସ୍ତ୍ରୀ ମରି ଯାଇଥିବ, ହଁ ସେ ବିପତ୍ତି କହିଥିବ, ବେ କନ୍ୟା ଦାନ କରିପାରିବ? କରିପାରିବନି। କୋଉ କନ୍ୟା ପିତା ନ ଚାହେଁ ମୋ ଝିଅକୁ ମୁଁ କନ୍ୟା ଦାନ କରିବି ଶଙ୍ଖରେ ଜଳଟେ? ତା ସ୍ତ୍ରୀ ନଥିଲେ ବିପତ୍ନୀ କହିଥିଲେ ସେ କନ୍ୟା ଦାନ କରିପାରିବ ନା। ସାର୍ ଯଦି ସମୁଦ୍ର ଥିବ ହବନି ତୁମ ଭାଜିଗଲେ ସେଠି ମୁଣ୍ଡ ଖରାପ ସହଧର୍ମିଣୀ ବିନେ ଧର୍ମ କରିବା ନିଷେଧ, ଶାସ୍ତ୍ରେ ନାନା ମୁନି ମତେ ଗାୟକ ଶିରୋମଣି ନିରଞ୍ଜନ। ସେଇଥିପାଇଁ କହିଛନ୍ତି କୋଉ ମନେକର ତୋ ପୁଅର ତୋର ତୋ ବୋହୂକୁ ବାଡେଇ ବାହାର କରିଦେଇଛି, କେଉଁ କେଉଁ ସମୟରେ ତୋ ବୋହୂର ଆବଶ୍ୟକତା ଅଛି ତୋ ଗୃହସ୍ଥାଶ୍ରମରେ ଲେଖିଲେ ବଶିଷ୍ଠ କହିଲା ଧର୍ମ ଖ୍ୟାନେ ଶ୍ମଶାନେ ରୋଗୀ ଯାହା ମତି ଭବେ ସର୍ବଧର୍ମ ତିଷ୍ଠ ଚେତ୍ ମୁଚ୍ୟତେ ବନ୍ଧନ। ଆପଣଙ୍କର ଘର ପ୍ରତିଷ୍ଠା ହେଉଥିବ, ଘର ପରିବାର ଯାକ ବୋହୂକୁ ବାଡେଇ ବାହାର କରିଦେଇଛୁ, ସମସ୍ତେ ନୂଆ ଲୁଗା ପିନ୍ଧିବେ, ହୁଳହୁଳି ପକେଇବେ। ବୋହୂ ଯଦି ନୂଆ ଲୁଗା ଖଣ୍ଡେ ପିନ୍ଧି ହୁଳହୁଳି ନ ପକେଇକି ଘର ଚାରିପଟେ ଟିକେ ପିଠଉ ବା ନ ବାଡେଇଛି ସେ ପ୍ରତିଷ୍ଠାରେ ରୋଗ ଶଯ୍ୟାରେ ପଡିଥିଲା ବେଳେ ବହୁ ଦରକାର, ମାଙ୍ଗଳିକ କାର୍ଯ୍ୟକ୍ରମରେ ବହୁ ଦରକାର। କଣ ବୁଝୁଛୁ? ତେଣୁକରି ଏଠି ବ୍ରାହ୍ମଣ କହିଲେ କହିଲେ ପୁଅ ଗୋଟିଏ ନର୍କରୁ ଉଦ୍ଧାର କଲା ବେଳେ ବାପା ମାଙ୍କୁ ବୋହୂ କେତେ ନର୍କରୁ ଉଦ୍ଧାର କରେ। ଲେଖିଲେ ଆପଣ ମାନଙ୍କର କର୍ଦ୍ଦମ ଋଷିଙ୍କ ପୁଅ କପିଳ କପିଳ ରାମାୟଣରୁ ଗୋଟେ ଶ୍ଲୋକ ଗାଉଛି। ବ୍ରାହ୍ମଣିଆ ଠେ ନାହିଁ କିଛି, ଲକ୍ଷ୍ମୀଧର ରାଉତ ବ୍ରାହ୍ମଣିଆ ଗାୟକ ନୁହେଁ, ଯିଏ ସାଧନା କଲା ସେ ହେଲା ବ୍ରାହ୍ମଣଟି। କଣ ଆଉ କାଲି ଗୋଟାକ ଯାକ ଗଲା ଶ୍ଲୋକ ନାହିଁ। ମୁଁ କହିଲା ବେଳେ ମତେ କହିଲା ଶ୍ଲୋକ ନଥାଉ, ମୁଁ ତ 2500 ଟଙ୍କା ପ୍ରାଇଜ ପାଇଛି, 2500 ଟଙ୍କା ପାଇଛି ବିନା ନିଃଶୁଳ୍କିଆରେ। ମୁଁ ଭାବୁଛି କାଲି ଶୋଇକିରି ଏଠି ଗଡ଼ିଲେ ବୋଧେ 3000 ପାଇବ। ବାବୁ କହିଲା ଇଏ ପୁତ ନର୍କା ତ ଧାର ପୁତ୍ର ଶ୍ରେଷ୍ଠ ବଧୁ ସ୍ତୁୟଂ ବିଂଶତ୍ରି ନର୍କା ବଧୂୟଙ୍କ ପ୍ରମୁଚ୍ୟତେ। ଗୋଟିଏ ନର୍କରୁ ପୁଅ ଉଦ୍ଧାର କରେ, ବୋହୂ କେତେ ନର୍କରୁ? କପିଳ କହିଲେ 24 20 ଗୁଣନ 4 କେତେ 80 ଯୁକ୍ତ 3 83 ନର୍କରୁ ଉଦ୍ଧାର କରେ କୁଳବଧୂ। ବ୍ରାହ୍ମଣ ବୁଝଉଛି, ବ୍ରାହ୍ମଣ ବୁଝେଇଲେ କହିଲେ ସୁଧା ସୁଧା ସ୍ୱାମୀ ତେଣୁକରି ତୁମେ ଭୁଲି ଯାଅ ପଛ କଥା, ସଂସାର ବନ୍ଧନରେ ବାନ୍ଧି ହେଇଯିବା। ମୋ ମନ କହୁଛି ସ୍ୱାମୀ କେବେ ହେଲେ ନବମ ଗର୍ଭଜାତ ସନ୍ତାନକୁ ତୁମ କୋଳରୁ କେହି ଛଡ଼େଇଲେ ମୁଁ ପାରିବିନି ସ୍ୱାମୀ, ତୁମେ ସେ ନର୍କକୁ ଯିବା ପାଇଁ ମୋତେ ବାଧ୍ୟ କର ନା ସ୍ୱାମୀ। ତୁମେ ସତୀ ସାଧ୍ୱୀ ପତିବ୍ରତା ନାରୀ, ସ୍ୱାମୀ ପତିବ୍ରତା ନାରୀ ସ୍ୱାମୀଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ। ଆସ ସୁନ୍ଦରୀ ସ୍ୱାମୀ ମୋ ମନ କହୁଛି ଏଇ ହେଉଛି ସୁବର୍ଣ୍ଣ ସୁଯୋଗ, ଠିକ ସମୟ। ତୁମେ କଣ ସତ କହୁଛ ସ୍ୱାମୀ? ମୁଁ ତୁମ ସହିତ ପ୍ରୀତି କଲେ ତୁମ ଗର୍ଭଜାତ ସନ୍ତାନ କେବେ ହେଲେ ତାକୁ କେହି ଛଡ଼େଇ ନେବେନି, ଆମ ବଂଶ ରକ୍ଷା ହେଇଯିବ। ଆସ। ତୁମେ କଣ ସତ କହୁଛ ସ୍ୱାମୀ? ଆସ ସୁନ୍ଦରୀ। ଠିକ ଅଛି ସ୍ୱାମୀ। ଏଠି ମୁଁ ଚୌପଦୀ ଗାଇବି, କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ସମାଲୋଚନା କରିବେ ନୃସିଂହତା। କାହିଁକି ନା କହିବେ କଣ 8ଟା ପିଲା ହେଲା ପରେ ଚୌପଦୀ ଗାଇଲେ? ନାରୀ ଯେତେ ପୁରୁଣା ହଉ, କୋଟି କୋଟି ଟଙ୍କାର ଅଳଙ୍କାର ପିନ୍ଧୁ, ତାର ମୁଖ୍ୟ ଭୂଷଣ ହଉଛି ଲଜ୍ଜା। ସ୍ୱାମୀ ଯେତେବେଳେ ତା ସ୍ତ୍ରୀ କି ପ୍ରୀତି ନିବେଦନ କରିବ ସେ ଟିକେ ଲାଜେଇ ଯିବ। ଯୋଉ ଦିନଠୁ ନାରୀ ଭିତରୁ ଲଜ୍ଜା ତୁଟି ଯାଇଛି ତା ଭିତରେ ନାରୀତ୍ୱ ନାହିଁ। ଆଉ ନାରୀଟି ମୁଁ ଗୋଟିଏ କଥା କହିବି ଆପଣ ମାନଙ୍କୁ, ଜୁଡ଼ାଟିଏ ବାନ୍ଧିଥବ, ଓଢ଼ଣୀଟିଏ ପକେଇଥବ, ସିନ୍ଦୁର ଟୋପାଟିଏ ଲଗେଇଥବ, ଦେବୀ ଭଳିଆ ଦେଖା ଯାଉଥବ। ଆଉ ମୁଣ୍ଡ ଚୂଳ ଫର ଫର ହିଁ ଉଡୁଥବ, ଏତିକି ଦେଖା ଯାଉଥବ। ଯାହା କବି ବର୍ଣ୍ଣନା କରିବେ
କି ନହେଲେ ପୁଳେ ଚୂଳ ଲମ୍ବିକିରି ଆସି ପାଟି ଭିତରେ ପଉଥିବ ଏତିକି କେରାଏ। ମୋ ସ୍ତ୍ରୀ ନଣ୍ଡା ହେଇଯାଇଛି ଆଜ୍ଞା। ତେଣୁକରି ଆହ୍ୱାନ କରୁଛନ୍ତି ବ୍ରାହ୍ମଣ। ଦେଖିବା ବ୍ରାହ୍ମଣ ବିଚାର କଲେ ଉପଯୁକ୍ତ ସମୟରେ ମୋ ସ୍ତ୍ରୀର ମୁଖରେ ପ୍ରସନ୍ନତା ଆସିବ, ଖୁସି ହବ, ପ୍ରୀତି ନିବେଦନ ହବ। ଗୋଟେ କଥା ଆପଣ ମାନଙ୍କୁ କହୁଛି, ନାରୀର ଅନିଚ୍ଛା ସତ୍ତ୍ୱେ ଯୋଉ ପୁରୁଷ ପ୍ରୀତି କରେ କଣ ହବ? ସେ ନାରୀ ଗର୍ଭଧାରଣ କଲା ମାନେ ଠିକ 16 ହେଲା ବେଳକୁ ଆଗ ବାପା ଉପରେ ଆରମ୍ଭ କରିବ। ହଇରେ ଗୋବିନ୍ଦ, ଆରେ ହେଇଯିବେ ଆମ ଗାଁ ରଙ୍ଗ ବାଡୁଛି। ନାରୀର ଅନିଚ୍ଛା ସତ୍ତ୍ୱେ ପ୍ରୀତି କଲେ ସମ୍ବିଧାନ ବିରୁଦ୍ଧ। ନାରୀର ଅନିଚ୍ଛା ସତ୍ତ୍ୱେ ପ୍ରୀତି କରିବା ଆବଶ୍ୟକତା ନାହିଁ। ସ୍ୱାମୀ ତୁ ଗୋଟେ କାହିଁ ପାଟି କରୁଛୁ? କେମିତି ଦେଖାଯାଉଛୁ ତୁ? ତତେ କିଏ କହିଛି ଇଏ ଠିଆ ହେଲେ ଗୋଟେ ଝିଅ ଭଳିଆ ଦେଖାଯିବ? ପାଲାରେ ଗୋଟେ ଅଭିନୟ ଅଛି, ତୁ ଠିଆ ହେଲୁ, ତୁ କଣ ଝିଅଟା ଭଳିଆ ଦେଖାଯାଉଛୁ? ବୋହୁଟା ଭଳିଆ ଦେଖାଯାଉଛୁ? ଯେତେବେଳେ ବାହା ହେଇକି ଆଇଲ କେମିତି ଦେଖାଯାଉଥିଲି? ଏବେ କାହିଁ ଦେଖାଯାଉନୁ? ଏ ଯୋଉ ବର୍ଷିଆ ପିଲା ହେଲେ ତୁ ତ ଚାଲାକି ସ୍ତ୍ରୀ ଲୋକ, ଟିକେ ଟାଇମ ନେଲୁ ନାହିଁ। ଆସ ଗୋଟିଏ ପଦ ଚୌପଦୀ ବୁଝା କବି ସୂର୍ଯ୍ୟ ବଳଦେବର, ତାପରେ ନଟବର ଧଳ। ନଟବର ଧଳଙ୍କର ବହୁ ଲେଖା ବର୍ତ୍ତମାନ ମହାପାତ୍ର ସାର୍ କହିବେ କହିବେ সোনা ଦାସ କହିଲା, ଯୋଉ ବଡ଼ ବଡ଼ ଗାୟକଙ୍କ ପାଖରେ ଯାହା ଅଛି ସେ ତାକୁ ମାଡ଼ିକି ରଖିଛନ୍ତି, ଛାଡୁନାହାନ୍ତି। ଠିକ ନା ଭୁଲ? କାହିଁ କଣ ପୈତୃକ ସମ୍ପତ୍ତି ମଶାଣିକି ନେଇକି ଯିବ? ସେ ତ ପ୍ରିଣ୍ଟିଂ ହେଇନି, ତାକୁ ଟିକେ ଛାଡି ଦଉନା, ଆମେ ମାନେ ପାଉ ନା, ତାକୁ ଛାଡ଼ିବେନି। ବାବୁ ଏ ପୁଅ, ମୁଁ ଦମ୍ଭର ସହିତ କହିବି, ଯେତିକି ଚୌପଦୀ ଥିଲା ଜଣେ ବରିଷ୍ଠ ଗାୟକ ଭାରି ଚିଡା ସେ, ସେମିତି ତାଙ୍କର ଯୋଗ୍ୟ ଛାତ୍ର କେ ଆସିଲେନି କି ସେ ଆସିପାରିଲା ନାହିଁ। ଗୋଟିଏ ପଦ ଗାଉଛି, ପୁରୁଣା କାଳିଆ କଥା। କଲା ମର୍ମ ଯାଉଛି କବି ସୂର୍ଯ୍ୟ ବଳଦେବ ରଥ। ফাটিরে এ প্রিয় সহি মার মার গণ ধাটিরে মরম যাচ্ছে ଚୌପଦୀ ପ୍ରକୃତ ଚୌପଦୀ କାର ହେଉଛନ୍ତି କବି ସୂର୍ଯ୍ୟ ବଳଦେବ। ତା ପରକୁ ଯଦି ହିସାବ କରିବେ ବାଙ୍କ ନିଧି ଦାସ।